Pentecost week ପାଇଁ ମୁଁ 2 ବର୍ଷ ତଳେ ନବରଙ୍ଗପୁରରେ ଯେତେବେଳେ କହୁଥିଲି ସେ ସମୟରେ କହୁଥିଲି ସୋବତ ବୋଲି ଶବ୍ଦ Pentecost week ପାଇଁ ୟୁଜ କରାଯାଇଛି, ଏଗ୍ରିକଲଚର ଫେଷ୍ଟିଭାଲ ୟୁଜ କରାଯାଉଛି, ଆଉ କୁହାଯାଏ ମାର୍କିଂ ଦ ବିଗିନିଂ ୱିଥ୍ ହାର୍ଭେଷ୍ଟ। ଯେତେବେଳେ ସେ ହାର୍ଭେଷ୍ଟ ସେମାନେ କରନ୍ତି ସେ ସମୟକୁ ସେମାନେ ଅତି ଆନନ୍ଦର ସହିତ ପାଳନ କରିବା ପାଇଁ ଇଚ୍ଛା କରନ୍ତି। ତେଣୁ 3ଟା ଶବ୍ଦ ସେମାନେ ୟୁଜ କରନ୍ତି, ସୌହତ ଗୋଟେ ଶବ୍ଦ, ଆଉ ଗୋଟେ ସୁଖତ ବୋଲି ଆଉ ଗୋଟେ ଶବ୍ଦ, ତାପରେ ପେସ୍କା ବୋଲିକି ଆଉ ଗୋଟେ ଶବ୍ଦ ସେମାନେ ୟୁଜ କରନ୍ତି ଯୋଉ ହାର୍ଭେଷ୍ଟ ପାଇଁ। ଆଉ କିଛି ସମୟ ପରେ ଚତୁର୍ଥ ଶବ୍ଦ ମୁଁ ଆପଣମାନଙ୍କୁ କହିବି। ତେବେ ଏଇ ଯୋଉ ସିଜନ ଈଶ୍ୱର ଆମକୁ ଦେଇଛନ୍ତି, ଇଣ୍ଡିଆରେ ମଧ୍ୟ ଦେଖିବା ଯଦି ବୈଶାଖୀ ବୋଲି ସେଠି ଆମେ କହିବା, ପଞ୍ଜାବ ହରିୟାଣାରେ ଏଇ ପର୍ବକୁ ଏଇ ନାମ ସେମାନେ ଦିଅନ୍ତି। ଆଉ ଯଦି ଆମେ ଆସାମ କଥା ଦେଖିବା ତାହେଲେ ବିହୁ ବୋଲିକି ଯୋଉ ଶବ୍ଦ ସେମାନେ ୟୁଜ କରନ୍ତି। ଯଦି ୱେଷ୍ଟ ବେଙ୍ଗଲ କଥା ଯଦି ଆମେ ଦେଖିବା ନବାନା ବୋଲିକି ତାକୁ କୁହାଯାଏ। ଆଉ ଯଦି ଆପଣ ତାମିଲନାଡୁ କଥା ଯଦି ଦେଖିବେ ତାହେଲେ ପୋଙ୍ଗଲ ବୋଲିକି କୁହାଯାଏ। ଓଣମ୍ ହେଉଛି କେରଳରେ। ସୁନ୍ଦର ସମୟ ଈଶ୍ୱର ଦିଅନ୍ତି ନାଁରେ, କିନ୍ତୁ ସେ ହାର୍ଭେଷ୍ଟକୁ ଆମେ ସେ ଥ୍ୟାଙ୍କ୍ସ ଗିଭିଂ କଥାକୁ ଆମେ ଚିନ୍ତା କରୁ। ବାକ୍ୟ ଆମେ ନେଇଛୁ ଗୀତ ସଂହିତା 50 ପର୍ବ, ତାହାର 14 ଆଉ 15 ପଦ, 2ଟି ପଦ ଆମେ ପଢିବା। ଗୀତ ସଂହିତା 50 ତାର 14 ଆଉ 15 ପଦ ଲେଖାଯାଏ, ତୁମେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ରୂପ ଭଳି ଉତ୍ସର୍ଗ କର ଓ ସର୍ବ ପରିସ୍ଥଙ୍କ ଉଦ୍ଦେଶ୍ୟରେ ଆପଣ ମାନତ ପୂର୍ଣ୍ଣ କର। ପୁଣି ସଙ୍କଟ ଦିନରେ ଆମକୁ ଡାକ, ଆମେ ତୁମକୁ ଉଦ୍ଧାର କରିବା, ଆଉ ତୁମେ ଆମର ମହିମା ପ୍ରକାଶ କରିବ। ପ୍ରଭୁ ଏ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଏ ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ ଯେତେ ଆଜି ଅନଲାଇନରେ ଆମେ ଅଛୁ, ଆଜି ସୁନ୍ଦର ଅବସର ପାଇଛୁ ଫେଷ୍ଟିଭାଲ ଉପରେ କିଛି ଆମେ ଚିନ୍ତା କରିବା ପାଇଁ। ମୁଁ ଗତ ସମୟରେ ଯାହା କଲେକ୍ଟ କରିଥିଲି ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଯାଉଛି। ପ୍ରଥମ ବିଷୟ ଆଜି ଆମେ ବୁଝିବା ଦରକାର, why do we have different festival? କାହିଁକି ଆମକୁ ଡିଫରେଣ୍ଟ ଫେଷ୍ଟିଭାଲ ସବୁ ଦିଆଯାଏ ପାଳନ କରିବା ପାଇଁ ଭାରତ ବର୍ଷ ହଉ ୱାର୍ଲଡ କଥା ଯଦି ଆମେ ଚିନ୍ତା କରିବା, ଲେଖାଯାଉଛି ଯେ bringing happiness and joy to all। ସମସ୍ତଙ୍କର ଜୀବନରେ ଗୋଟେ happiness ଗୋଟେ joy ସମସ୍ତେ ଆଣିଦିଏ। ଆମକୁ କୁହାଯାଉଛି ତାକୁ religions make us happier। ଆମକୁ ଯେତିକି ରିଲିଜିଅନ ଅଛି ହ୍ୟାପିୟର ଆମକୁ କରେ, ଖୁସି ଆମକୁ କରେ by easing our feelings। ଆମ ଯୋଉ ଫିଲିଂ ଗୁଡାକ ରହିଛି ବିଭିନ୍ନ ଭାବରେ ତାକୁ ଆହୁରି ସୁନ୍ଦର କରିବାକୁ ଇଚ୍ଛା କରେ। ଆଉ ବିଶେଷ କରି ଯାହା ଲୋନଲିନେସ୍ ଆମ ଜୀବନରେ ଥାଏ ତାକୁ ସେ ନେଇଯାଏ ଆଉ ସପୋର୍ଟ କରେ ଗୋଟେ ହ୍ୟାପିନେସ୍ ଆଡକୁ ବୋଲି ଜଣେ ବ୍ୟକ୍ତି ଏ ବିଷୟରେ ଲେଖନ୍ତି। and complacency found in the gathering। ଗୋଟେ ସମୟରେ ଆଉ କମ୍ପାନିଅନସିପ ଆମେ ସମସ୍ତଙ୍କ ସହିତ ପାଇଥାଉ ଏଇ ସେଲିବ୍ରେସନ ମଧ୍ୟରେ ବୋଲି ସେ ଲେଖନ୍ତି। ଦ୍ୱିତୀୟ ପ୍ରଶ୍ନ ଆଜି ଆମେ ବୁଝିବା, ହାଉ ଡଜ୍ ଫେଷ୍ଟିଭାଲ ମେକ୍ ଅସ୍ ହ୍ୟାପି? କେମିତି ଗୋଟେ ପର୍ବ ଆମକୁ ହ୍ୟାପି ବା ଆନନ୍ଦ ଦେଇପାରେ? ପ୍ରଥମ ପଏଣ୍ଟ ସେ କହନ୍ତି, ହେଲ୍ପ ଆସ୍ ଟୁ ରିକନେକ୍ଟ ୱିଥ୍ ଲଭ୍ ୱାନ୍ସ। ଆମର ଯେତେ ଆମର ପ୍ରିୟ ଭାଇ ଭଉଣୀ ମାନେ ଅଛନ୍ତି, ଫ୍ୟାମିଲି ଫ୍ରେଣ୍ଡସ୍ ଅଛନ୍ତି, ଏ ସମୟରେ ଆମକୁ ଗୋଟେ ରିକନେକ୍ଟ ସେ କରିଥାଏ। ଦ୍ୱିତୀୟ କଥାକୁ କୁହାଯାଏ ରିଲିଜ ହରମୋନ୍ସ। এটা ଗୋଟେ ସୁନ୍ଦର ସାଇଣ୍ଟିଫିକ ଚିନ୍ତାଧାରା ଆମେ ନେବା। ଏଣ୍ଡୋରଫିନ୍ସ ବୋଲି ଯାହା ଆମ ମସ୍ତିଷ୍କରୁ ବାହାରେ, ଦେ ଇଣ୍ଡ୍ୟୁସ୍ ଫିଲିଂ ଅଫ ଜୟ। ଆମ ମଧ୍ୟରେ ଗୋଟେ ଆନନ୍ଦର ସେଇ ବିଷୟକୁ ସୃଷ୍ଟି କରେ। ସେ ଟୋଟାଲି କୁହାଯାଏ ହେଲ୍ପ ଆସ୍ ଟୁ କମ୍ ଓଭର ଆଇସୋଲେସନ। ଯୋଉ ଆଇସୋଲେସନ ଜୀବନ ଅନେକ ବର୍ଷ ସାରା ଆମେ ପାଇଥାଉ, ଯେତେବେଳେ ଆମେ ପର୍ବକୁ ଆସୁ ଆଇସୋଲେସନଟା ଛାଡ଼ିଯାଏ ଫ୍ରେଣ୍ଡସ୍ ଆଉ ଆମର ଫ୍ୟାମିଲିର ସେ ଆନନ୍ଦ ମଧ୍ୟରେ। ଅତି ସୁନ୍ଦର ଗୋଟେ ବିଷୟ ଲେଖାଯାଇଛି ବର୍ତ୍ତମାନ ସିଚୁଏସନ ପାଇଁ, ତାହା ହଉଛି ବିଲ୍ଡ ଟଲରେନ୍ସ ଟୁୱାର୍ଡସ୍ ୱାନ୍ ଆନାଦର। ପରସ୍ପର ମଧ୍ୟରେ ଗୋଟେ ଟଲରେନ୍ସ ଆଣେ, ସେ ଆମଙ୍କର ମଧ୍ୟରେ ଯେମିତି ଶାନ୍ତିର ବାତାବରଣକୁ ଚିନ୍ତା କରିପାରିବା ପରସ୍ପର ମଧ୍ୟରେ। ଇଣ୍ଟରପର୍ସନାଲ ସେନ୍ସିଟିଭିଟି ବୋଲିକି କୁହାଯାଉଛି। ତେବେ ଗୋଟିଏ ଇଣ୍ଟରପର୍ସନାଲ ସମ୍ପର୍କକୁ ଆହୁରି ବଢାଇବା ପାଇଁ ପର୍ବ ଆମକୁ ହେଲ୍ପ କରିଥାଏ। ଆଦାନ ପ୍ରଦାନ ଦ୍ୱାରା ତାକୁ ଆମେ ବୁଝିବା ଦରକାର। ଯେପରି ଅନେକ ଲୋକ ତାକୁ ବୁଝିପାରୁନାହାନ୍ତି, କିନ୍ତୁ ଫେଷ୍ଟିଭାଲର ମୂଳ ଚିନ୍ତାଧାରାକୁ ଆମକୁ ବୁଝିବା ଦରକାର, କାହିଁକି ପ୍ରଭୁ ଆମକୁ ଦିଅନ୍ତି। ଆମେ ତୃତୀୟ ପ୍ରଶ୍ନକୁ ଆମେ ଯିବା, why do you celebrate the festival of harvest? ଆମେ କାହିଁକି ହାର୍ଭେଷ୍ଟ ଫେଷ୍ଟିଭାଲ ପାଳନ କରୁ? ତାହା ଏବେ ଆମର ମୂଳ
ତେବେ ଯାହାକୁ ଭାବୁଛି ଚିନ୍ତା କରାଯାଏ ସେଇ ହାର୍ଭେଷ୍ଟ ଆମେ ଏ ବର୍ଷ ସୁନ୍ଦର ଭାବରେ ଆମେ ହାର୍ଭେଷ୍ଟ କରିପାରିଲୁ ବୋଲି ଯୋଉ ଚିନ୍ତାଧାରା ଆସୁଛି ତାଙ୍କ ହିବ୍ରୁ ଶବ୍ଦ ମୁଁ କହୁଥିଲି ଆଉ ତାହାକୁ ହିବ୍ରୁରେ କୁହାଯାଉଛି ହ୍ୟାପି ହାର୍ଟ ବୋଲି ତାକୁ କୁହାଯାଉଛି ତାର ଅର୍ଥକୁ ଦିଆଯାଇଛି ଫିଟିଂଲି ଇନାଫ୍ ଯାହା ଆମକୁ ପ୍ରଭୁ ଦେଇଛନ୍ତି ଇନାଫ୍ ଭାବରେ ଦେଇଛନ୍ତି ଯଥେଷ୍ଟ ଭାବରେ ଦେଇଛନ୍ତି ତାହାକୁ ଯଦି ଆମେ ଚିନ୍ତା କରି ଈଶ୍ୱରକୁ ଆମେ ଧନ୍ୟବାଦ ଦଉ ତାକୁ କୁହାଯାଏ rejoicing in the Lord of our giver ଯୋଉ ପ୍ରଥମ ଦେଇଛନ୍ତି ତାଙ୍କର ଯୋଉ ଆତ୍ମିକ ଚିନ୍ତାଧାରା ଆସୁଛି ଧନ୍ୟବାଦ ଜଣାଇବା ନିମନ୍ତେ ତେବେ ମୁଁ ମଝିରେ ଗୋଟେ ଚର୍ଚ୍ଚକୁ ଯାଇଥିଲି ଗୋଟେ ଭିଲେଜ ଚର୍ଚ୍ଚକୁ ଯାଇଥିଲି ତାଙ୍କର ଧନ୍ୟବାଦ ପର୍ବ ହେଇଥିଲା ଫାର୍ଷ୍ଟ ଧନ୍ୟବାଦ ପର୍ବ ସେତେବେଳେ ଗୋଟେ ଜିନିଷ ମୋ ମନରେ ଆସୁଥିଲା why do we celebrate ଯଦି ଆମେ କୁହାଯାଏ ତିନିଟା ଶବ୍ଦ ଆମକୁ ବୁଝିବା ଦରକାର ଅଛି ଥ୍ୟାଙ୍କ୍ସ ଗିଭିଂ ଆମେ ଧନ୍ୟବାଦ ଆମେ ପ୍ରସ୍ତୁତ ହେଇଯାଉ ବିଭିନ୍ନ ଜିନିଷ ସହିତ ଦ୍ୱିତୀୟ କଥା ହଉଛି ରିଜଏସିଂ ପ୍ରଭୁଙ୍କର ଆନନ୍ଦ ଯେତେବେଳେ ଆମେ କରିଥାଉ ଆମର ପ୍ରଭୁଙ୍କର ଆମଙ୍କର ପ୍ରତିପାଳକ ନିକଟରେ ସେଇ ଯୋଉ ଚିନ୍ତାଧାରା ଈଶ୍ୱର ଆମକୁ ଫେଷ୍ଟିଭାଲ ଦ୍ୱାରା ହାର୍ଭେଷ୍ଟ ଦ୍ୱାରା ଆମକୁ ଦିଅନ୍ତି ଆମେ ଲାଷ୍ଟ ପ୍ରଶ୍ନକୁ ଆମେ ଦେଖିବା what is the biblical meaning of harvest thanksgiving harvest thanksgiving ର biblical ଅର୍ଥ କଣ ତାହା ଆମେ ଦେଖିବା ପ୍ରଥମେ ଜଣେ ଲେଖୁଛନ୍ତି ସେ I get a chance to admire the fruit of our labor जो लेबर ଆମେ ବର୍ଷ ସାରା ପାଇବା ପାଇଁ ଯୋଉ ଲେବର ଆମେ କରିଛୁ ତାହା ଯେତେବେଳେ ଆମେ ପାଉଛୁ ସେତେବେଳେ ଆମେ ଯେମିତି ଖୁସି ମନାଉ ଏଇଟା ହଉଛି ପ୍ରଥମ ଚିନ୍ତାଧାରା କିନ୍ତୁ ଭେରି ଇମ୍ପୋର୍ଟାଣ୍ଟଲି ଗୋଟେ ବିଶେଷ କହନ୍ତି to get a chance to reflect on the very creator ଯୋଉ କ୍ରିଏଟର ଆମମାନଙ୍କୁ ଏତେ ଆଶୀର୍ବାଦ ଦେଇଛନ୍ତି ତାହା ଆମେ ସ୍ମରଣ କରୁ who gives everything ସବୁ ଜିନିଷ ଆମମାନଙ୍କୁ ଦିଅନ୍ତି ତାଙ୍କଠାରେ ଆମେ ଧନ୍ୟବାଦ ଦେବାର ଅବସର ପାଇଥାଉ our God is a greater giver of life ଈଶ୍ୱର ଏମିତି ଈଶ୍ୱର ଅଟନ୍ତି greater giver ଭାବରେ ସେ ଆମ ଜୀବନରେ ତାଙ୍କର କାର୍ଯ୍ୟକୁ ସେ ଜାରି ରଖିଛନ୍ତି ପୃଥିବୀରେ ରଖିଛନ୍ତି ସେଥିପାଇଁ ଈଶ୍ୱରକୁ ଆମେ ଧନ୍ୟବାଦ ଦଉ ତେଣୁ ସୁନ୍ଦର ତାରିଖ ସହିତ ଆଜି ଆମେ ଆରମ୍ଭ କରିବା witnessing God's marvelous care with grateful heart out of coaching witnessing God's marvelous care जो care हमको अद्भुत भाव से दिया सुनते आज हमें स्मरण करो grateful heart सहित कृतज्ञता सहित दिवस को हमें जब स्मरण करी परिबा ये लिखा है to whom you are giving us चिंता बहुत बढ़िया थॉट ईश्वर हमको दबाको चाहती कहा पर धन्यवाद दो आप चाहते आज प्रथम से लिखा है बड़े भाई पाइथिली चेन्नईରୁ ଆଣିଥିଲି ଲେଖା ଯାଏ your God is too small ଦିନେ ଗୋଟେ ପୁଅ ତା ବାବା କହିଲା ଯେ ମୁଁ ଏରୋପ୍ଲେନ ଦେଖିବାକୁ ଚାହୁଁଛି ସେତେବେଳେ ସେ ବାବା କହିଲେ ଠିକ ଅଛି ଚାଲ ମୁଁ ତୋତେ ଏରୋପ୍ଲେନ ଦେଖାଇବି ବାହାରକୁ ଯେତେବେଳେ ସେମାନେ ଯାଉଛନ୍ତି ଦୂରରୁ ଏରୋପ୍ଲେନକୁ ଉପରେ ଉଡ଼ିଯିବା ଦେଖାଉଛନ୍ତି ସେତେବେଳେ ସେ ପୁଅ କହିଲା ବାବା ଏରୋପ୍ଲେନ ଏତେ ଛୋଟ କି ବାବା କହିଲେ ଠିକ ଅଛି ତୋତେ ଦିନେ ଦେଖାଇବି दिने नेइकरी कल एयरपोर्ट को और जेतेबे नेइकी देखाउछि ताकू से जहाज को देखि से आश्चर्य हो जहाज प्रकृति केते बड़ बड़ एरोप्लेन जेतेबे से बुझि पारला एरोप्लेन छोट एरोप्लेन केते बड़ इते लोक एका साइड 500 लोक पर्यंत बसी भारते your God is not too small से कथा का जे हमको बुझिबा दरकार अछि मु से गाना अन्यमन को कहूथी 2 billion जो गैलेक्सी हमर अछि indefinite number बोलिकी लिखा है अब जो मिल्की वे रे हमें आज रहिछु एक गैलेक्सी जो प्रभु तैयारी गरिसक्यो इसको बुद्धि और ज्ञान सहित एते महान ईश्वर आज से विषयको चिन्ता गरिबा एते महान हेर्ने म पाइ मनोजग ईश्वर से अर्थात् सेतै धन्यवाद दिनु परेको अब कोची एते महान ईश्वर हेर्ने छोट जो साधारण व्यक्ति पाइ साधारण ईश्वर में मनोजग ईश्वर हामी देखिन पाउँछु यो तो संख्या 15 तर 12 पत्र लेखा छ सदाको हामी ईश्वर मनोजगी अर्थात् एई पनि हामी थ्याङ्क्सगिभिङ हामी बुझिन दरकार छ परमेश्वर आज धन्यवाद दिनु माइन्डफुल अबाउट our every need से ईश्वर को आज हमें धन्यवाद दवा पाई क्या हम
हियर प्रोवाइडर प्रोटेक्टर हेल्पर सब ताको आशीर्वाद अछि हम बुझि पाइबा द्वितीय विषय धन्यवाद देवा कथा हम चिंता करिबा ऑल थिंग्स आर बिलोंगिंग टू गॉड मन रखिबा प्रत्येक जिनिस ईश्वर हम किछि नाही से पे गोटे लिस्ट अछि समस्त प्राणी जदि कहइबा गीत संहिता 50 लिखा जाए बीज जदि कहइबा सीड कथा कहइबा द्वितीय क्रम 9 पर्व 10 पद लिखा जाए भूमि जदि कहइबा ताहाले लेविटिकस जहाँ की लेवी पुस्तक 25 पर्व 23 पद लिखा जाए जल कथा जदि हम कहइबा ताहाले गीत संहिता 68 पर्व 9 पद लिखा जाए ऋतु कथा जदि कहइबा ताहाले प्रेरित 17 पर्व 14 पद लिखा जाए मगुर दान कथा जदि कहइबा गीत संहिता 3:5 मध्ये लिखा जाए उत्तम दान कथा जदि कहइबा जाकब 1 पर्व 17 पद लिखा जाए स्वर्गर प्रदत्त जदि नहे जहाँ नदीरी पर्व 37 पद लिखा जाए धन सम्पत्ति कथा जदि कहइबा ताहाले उपदेश 5 पर्व 19 पद लिखा जाए सब ईश्वर अटे जे कोन सब काम अटे आमे तुमको देउछु आत्मिक विषय जदि हम देखिबा ताहाले जीसस जे कि हमर टेस्ट मास्टर हम देखिलु बेस्ट गिफ्ट ईश्वर हमको देले होली स्पिरिट को देले ग्रेस को देले फॉरगिवनेस को देले ताको वर्ड नेचर एपिसियो तारो एक पर्व जदि हम देखिबा जे पांचटा स्पिरिचुअल ब्लेसिंग हम देछु सेम भितर वर्ड होछि गोटे ब्लेसिंग हम देखिबा पाउछु तेनु सब ब्लेसिंग्स ईश्वर दियंती आजि हम केमिति ताको धन्यवाद हम प्रस्तुत होछु ताहा जे द्वितीय कथा जे हमको चिंता करिबा दरकार अछि तबे गीत संहिता 50 पर्व 12 पद जगत तैर पूर्णता आम्बर बोली परमेश्वर कहते आमे तुमको देउछु समस्त विश्व तृतीय विषय में देखिबा काहे केमिति हमें धन्यवाद देबा की बोली ईश्वर को हमें धन्यवाद देउछु ऑल नोइंग्स जे कि हमर मन को हृदय को बुझिबा हमर प्लान को बुझिबा ईश्वर से अटंती कोन हमर हृदय रे हम चिंता करूछु जे में गीत संहिता 139 पर्व 1 2 3 जदि देखिबे लिखा से जे दूररु मोर संकल्प तुमे बुझियोछ मोर गति जानुछ सेही प्रभु धन्यवाद हमें ठियाउछु तेणु केमिति चिंताधारा रे हम रहिबार अछि प्रभु को निकट रे आज प्रभु हमर जांच करिया पय इच्छा करती प्रथम रे कहली एते महान ईश्वर हेले हम भली साधारण व्यक्ति मन में मनोयोगी ईश्वर से अटती द्वितीय कथा सब तांकर से हमको देउछंती जहाँ दाऊद मते चिंता कले जहाँ तुम्हें देइछ सेही पदार्थ रे मु तुमको देउछि से कहंती प्रथम वंशावली 38 पर्व आ शेष विषय होछि जे सब जानंती हमको सब जानंती से ईश्वर को मैं धन्यवाद देबे वर्ष ठिया होछु ए विषय को हम ध्यान आडको आनिबा दरकार अछि एबे आ गोटे प्रश्न को जिबा व्हाई वी शुड गिव हमें काहे ईश्वर को धन्यवाद एबे तो हम देखिलु सब बिलोंग्स टू हिम तांको सब अछि ईश्वर का काहे दबा तीन वाक्य अछि हमें दबा यात्रा पुस्तक 22 पर्व 38 पद लिखा है तुमके शस्त्र उन्नतर दवा को विलंब करना लिखा जाए ये तो 3 पर्व 9 पद लिखा है तुमने हमारा समस्त धन आय प्रथम फल दे ईश्वर तुम्हें गौरव दियो मला कि 3:10 अति परिचय वाक्य मान पाई आम्बो गृह में खाद्य देव रहिबो एक में मु गोटे धन्यवाद पर्व सिविल शिक्षा पालन कला मन रे आसिला जे खाद्य देव सिविल बना जाय पान नथिला जेते गोटे फ्रूट्स आनिबा कथा से तो मन को कहि जे आपण फ्रूट्स नाही हम बहुत खादी ईश्वर चाहुछन्ति खाद्य द्रव्य आकर चारिआडे जेमति रहि पारि तक बेदी त्यसले ईश्वर गौरव नै पारि जे उद्देश्य सब दिया जे हम चाहस हामीले वर्ष समस्तको देइछि ताहा আজি चिंता करे प्रभु हमको एक धन्यवाद पर्व साहाय्य करूछन्ति आउ वहा जे स्पेशल डे इन द स्पेशल डे इवन सब दिन धन्यवाद देबे स्पेशल डे काहे कि गॉड चैनल थ्रे से कहला बिहोन पुनिवा सम्मान तुम सिग्न बिहोन पुनछ प्रभुकर निकटले बोले से कहले गीत कथा में बुझिबा परमेश्वर को से नाम सम्मानित करूछु मोर प्रभु से मोर प्रोवाइड भावरे वर्ष साथ रही सीधा मते जहाँ ये वर्ष आहार देई छथि ताको बातार सम्मानित हामी करूछु द्वितीय लेखा से तांकर साखी हामी होछु जहाँ प्रेरित 17 पर्व 14 पदरे लिखा जाए प्रेरित 17 तरह 14 लिखा जाए पढ़ी कुछ से अंशटी बहुत सुंदर अंशटी पढ़ जाएगा
ଆପଣଙ୍କୁ ସାକ୍ଷ୍ୟ ଜ୍ଞାନ କରି ରଖିନାହାନ୍ତି, କାରଣ ସେ ମଙ୍ଗଳ କରି ରଖନ୍ତି ଆଉ ଆକାଶର ବୃଷ୍ଟି ଆଉ ଫଳଦାୟକ ଋତୁ ଗୁଡ଼ିକ ଦେଇ ଭକ୍ଷ୍ୟ ଆନନ୍ଦରେ ଆପଣମାନଙ୍କ ହୃଦୟକୁ ପରିତୃପ୍ତ କରିଛନ୍ତି। ଯେ ପ୍ରଭୁ ସିଜନ ଆମକୁ ଦେଇଛନ୍ତି, ଆମକୁ ଆଶୀର୍ବାଦ କରିଛନ୍ତି, ଆମେ ସାକ୍ଷୀ ଅଛି ପ୍ରଭୁ ଆମକୁ ତୁମେ ଏସବୁ ଆଶୀର୍ବାଦ ଦେଇଛ। ଆଉ ଶେଷ ବିଷୟରେ କୁହାଯାଏ ବିଶ୍ୱାସ ଘୋଷଣା କରୁଛୁ ଆମେ ଯେ ପ୍ରଭୁଙ୍କୁ ମୁଁ ଦେଇନି, ସେଇ ପ୍ରଭୁ ଆଉ ଥରେ ମୋର ପ୍ରତିପାଳକ ଏବେ ଏଇ ବର୍ଷ ସାରା ମତେ ପ୍ରତିପାଳନ ଯେ ବର୍ଷ ଆରମ୍ଭ ଆମେ କରୁଛୁ ଫେବୃଆରୀ ମାସ ଜାନୁଆରୀ ମାସ ବର୍ଷ ସାରା ମୋର ପ୍ରତିପାଳକ ଭାବରେ ସେ ପ୍ରଭୁ ରହିବେ, ତାହାକୁ ଆମେ ବୁଝୁଛୁ। ଆଉ ତୁମେ ପ୍ରଭୁଙ୍କର ଦାସ ଲେଖିଛନ୍ତି ଗିଭିଂ ଇଜ ୱର୍ସିପ୍, ଆମେ କେବେ ଭୁଲିବୁନି ଗିଭିଂ ୱର୍ସିପ୍ ଗୋଟେ ଖ୍ରୀଷ୍ଟିଆନ ନେଚୁରାଲ ବିଷୟ ଫାଉଣ୍ଡେସନ ଆମ ଜୀବନରେ ପ୍ରଭୁ ପକେଇବା ପାଇଁ ଇଚ୍ଛା କରନ୍ତି। ଏବେ ଆମେ ଚାଲିଯିବା ହାଉ वी आर गिविंग, କେମିତି ଆମେ ପ୍ରଭୁ ଦେଉଛୁ। ଗୋଟେ ସ୍ପିକର ମଝିରେ ଜୟପୁରକୁ ଆମେ ଯାଇକି ବଲାଙ୍ଗୀର ସେ ଆସିକି ସେ କହୁଥିଲେ ଦ ବିୟୁଟି ଅଫ गिविंग, ସୌନ୍ଦର୍ଯ୍ୟକୁ ଆମକୁ ବୁଝିବା ଦରକାର ଅଛି, ସେ ପରିବେଶକୁ ଆମକୁ କ୍ରିଏଟ କରିବାର ଅଛି ବୋଲି ସେ କହୁଥିଲେ। ତେବେ ତାଙ୍କର ହୃଦୟର ଦେଖିଲେ ଏତେ ମହାନ ଈଶ୍ୱର ଟ୍ରିଲିୟନ କି ଏତେ ଗାଲେକ୍ସିର ସ୍ରଷ୍ଟା ପ୍ରଭୁ ତାକୁ ଚଳାଉଛନ୍ତି, ସେଇ ପ୍ରଭୁ ଯେତେବେଳେ ଆମ ପାଇଁ ମନୋଯୋଗୀ ତାଙ୍କ ହୃଦୟ ଆମେ ଦେଖି ଆମ ହୃଦୟର ପ୍ରଭୁ ଦେଖିବା ପାଇଁ ଇଚ୍ଛା କରନ୍ତି। କେମିତି ଭାବୁଛି ମତେ ଦବାକୁ ଆଜି ପ୍ରସ୍ତୁତ ଅଛି। ତ ଘରରୁ ଯଦି ଚିନ୍ତା କରିବା ହନାନିଆ ସଫିରା କଥା ଆମେ ଡିସାଇଡ କରିବା ସେ ଦେଖିବାକୁ ପାଇବା କଣ ଡିସାଇଡ କଲେ ସେ ଆଉ ବାହାରୁ ଯଦି ଘର ଦ୍ୱିତୀୟ କଥା ଯଦି ଆମେ ଦେଖିବା ତାହେଲେ ତାହା ହଉଛି ଯେତେବେଳେ ଆହାବ ରାଜା ଚାଲୁଛି ପରମେଶ୍ୱର ତାକୁ ଦେଖି ସେ ନବନାଛି ଧୀରେ ଧୀରେ ଅଖା ପିନ୍ଧିକି ସେ ଚାଲୁଛି, ପରମେଶ୍ୱର ଦେଖିପାରିଲେ। ଯେତେବେଳେ ମନ୍ଦିର କଥା ଆମେ ଦେଖିବା ତାହେଲେ ଉପଦେଶକ 5 ପର୍ବ 1 ପଦକୁ ଆମେ ବୁଝିପାରିବା, ଯେତେବେଳେ ଈଶ୍ୱରକୁ ଗୃହକୁ ଯାଉଛୁ ତୁମେ ନମ୍ର ହେଇଛ କି ନାହିଁ। ଯଦି ଆମେ ଦେବ ବିଷୟ ଆହୁରି ଚିନ୍ତା କରିବା କର୍ମ କୋଉ ହୃଦୟ ସେ ଦିନ ଦେଇଥିଲା ତାର ବଢିବ। ଆଉ ଯଦି ଆମେ ଦେଖିବା ସହମତ ଖୁସିର ବିଷୟ 10 ଜଣ ଲେବରକୁ ଆମେ ଦେଖିବା, ଖୁସିର ରୋଗୀକୁ ଦେଖିବା, 9 ଜଣ ଚାଲିଗଲେ କିନ୍ତୁ ଜଣେ ବ୍ୟକ୍ତି ରିଟର୍ନ ହେଲା ମହାଯାଜକ ପ୍ରଭୁ ଯୀଶୁଙ୍କ ନିକଟରେ, ଯାଜକମାନଙ୍କୁ ଦେଖାଉନି କୁହାଗଲା ମହାଯାଜକ ନିକଟକୁ ସେ ଫେରି ଆସିଲା ଆଉ କୃତଜ୍ଞତା ଜଣାଇଲା, ସାଷ୍ଟାଙ୍ଗ ହେଇଗଲା ପ୍ରଭୁଙ୍କ ନିକଟରେ। ସେଇଥିପାଇଁ ସେ ଅଂଶକୁ ଗୋଟେ ନାମରେ ନାମିତ କରେ ଆଉ ତାହା ହଉଛି ତୁମେ ଯଦି ନଥାନ୍ତ ତାର ମୋ ଜୀବନ କେମିତି ବିତିଥାନ୍ତା। କାହାର ମୁଣ୍ଡରେ ମୁଁ ନିରାଶ ହତାଶରେ ମୁଁ ସେଇ ଅବସ୍ଥାରେ ମୋ ଶେଷ ଜୀବନ ବିତାଇଥାନ୍ତି। ତୁମେ ଥିବା ଦ୍ୱାରା ଆଜି ମୁଁ ଗାଁ ଭିତରକୁ ପ୍ରବେଶ କରିପାରିଛି ସୁସ୍ଥତା ପାଇଁ, ଯେହେତୁ କୁଷ୍ଠ ରୋଗୀମାନଙ୍କୁ ଗାଁର ବାହାରେ ରଖାଯାଉଥିଲା। ତୁମେ ଯଦି ନଥାନ୍ତ ଆଜି ଯେତେବେଳେ ଆମେ ପର୍ବ ପାଳନ କରିବୁ ସେ ସମୟରେ ସେହି ହୃଦୟରେ ଚିନ୍ତାଧାରା ଆସିବା ଦରକାର ଅଛି। ତୁମେ ଯଦି ନଥାନ୍ତ ଏ ବର୍ଷ କଣ ଗତ ବର୍ଷ କେମିତି ହେଇଥାନ୍ତା, ଏ ବର୍ଷ କେମିତି ହେବ ସେଇ କଥାକୁ ଆମେ ଆଣିବା ଦରକାର। ତାପରେ କିଛି ଶବ୍ଦ ଆମେ ନେବା ପାଳନରେ ଗୋଟେ ସୁନ୍ଦର ଚିନ୍ତାଧାରା ଲେଖାଯାଇଛି ଗ୍ରେଟଫୁଲ ହେବା ପ୍ରଭୁଙ୍କ ଗୀତ ସଂହିତା 13 ତାର 2 ପଦରେ ଲେଖାଯାଏ ଏହି ମହର ଅନ୍ତରସ୍ଥ ସମସ୍ତ ହୃଦୟର ଭିତରୁ ଧନ୍ୟବାଦ ଆସିବ। ଆଉ ଯେତେବେଳେ ଧନ୍ୟବାଦ ଦଉଛି ହୋଲି ୱେରେ ଆମେ ତାଙ୍କୁ ଆପ୍ରୋଚ କରିପାରିବା। ମାଥ୍ୟୁ ତାର 5 ପର୍ବ 23 ଆଉ 24 ପଦରେ ଲେଖାଯାଏ ତୁମେ ଯେତେବେଳେ ମାନତ ଦେବାକୁ ଯାଉଛ ଯଦି କାହା ସହିତ ତୁମର ବିରୋଧ ହେଇଯାଇଛି ତାହେଲେ ତାହା ସହିତ ମିଳିତ ହୁଅ, ତାପରେ ତୁମେ ଆସ ବୋଲି ପ୍ରଭୁ ଯୀଶୁ କହନ୍ତି। ତୃତୀୟ ସେ କୁହାଯାଏ ହମ୍ବଲ ୱେରେ ଆମେ କେମିତି ପ୍ରଭୁଙ୍କୁ ଦେଇପାରିବା, ପ୍ରଭୁ ତାହା ଚାହାନ୍ତି। ତାପରେ କୁହାଯାଏ ସିକ୍ରେଟଲି ଆମେ କେମିତି ଦେଇପାରିବା। ମାଥ୍ୟୁ 6 ପର୍ବ 1-4 ଲେଖାଯାଏ ଡାହାଣ ହାତ ଯାହା ଦଉଛି ବାମ ହାତ ଯେମିତି ତାହା ଜାଣିବ ନାହିଁ, ସିକ୍ରେଟ ୱେରେ ଆମେ କେମିତି ପ୍ରଭୁ ଦେଇ ଧନ୍ୟବାଦ ଦେଇପାରିବା। ତାପରେ ସ୍ୱେଚ୍ଛାପୂର୍ବକ ମିଳିଲେ ଆମେ କେମିତି ଦେଇପାରିବା। ପ୍ରଥମ କରନ୍ତେ 29 ପର୍ବ 3-9 ପଦରେ ତାହା ଲେଖାଯାଏ। ଆଉ ଦ୍ୱିତୀୟ କରନ୍ତେ 9 ପର୍ବ 7 ପଦରେ ଲେଖା ଚିୟରଫୁଲି କୃତଜ୍ଞତା ଦାତା ଈଶ୍ୱର ଭଲ ପାଆନ୍ତି। ଆମେ ଯେମିତି ଖୁସିର ସହିତ ପ୍ରଭୁ ଏହା ତୁମର ବୋଲି ଆମେ ଯେମିତି ଦେଇପାରିବା। ତାପରେ କୁହାଯାଏ ପ୍ରପୋର୍ସନାଲିଟି ଲାଗି 3:10 ଲେଖାଯାଏ ଆମର ଗୃହ ଯେପରି 10 ମାଂସ ରହିବ ଆମେ ସେ ଅଂଶ ଭାଗ କରିବା। ଈଶ୍ୱର ଏହା ପ୍ରଭୁ ତୁମର ଅଟେ ଆଉ according to your ability ଆମେ କେତେ ଦେଇପାରିବା। ପ୍ରଥମ କରନ୍ତୀୟ 16:1-2 ପଦରେ ଲେଖାଯାଏ ମୋ ଏବିଲିଟି କେତେ ଅଛି ପ୍ରଭୁ ମୁଁ ଧନ୍ୟବାଦ ଦେଇପାରିବି। ମଝିରେ ଲେଖା ମୁଁ ଦେଖୁଥିଲି ଖ୍ରୀଷ୍ଟିଆନ ଗିଭିଂ
light of Christ incarnation. Christian kita light of incarnation Christଙ୍କର ରହିବା ଦରକାର ଅଛି। ଦ୍ୱିତୀୟ କରନ୍ଥୀୟ 8:9 ଲେଖା ଯାଏ Christ self giving ସବୁ ଦେଇଦେଲେ ଆମେ ସେପରି ଧନ୍ୟ ସେପରି ସେ ଗରିବ ହେଲେ ବୋଲି ସେ ବାକ୍ୟ ଲେଖା ଯାଏ। ଷ୍ଟାଣ୍ଡାର୍ଡ ଆମକୁ ବୁଝିବା ଦରକାର, ଇନ୍ସପାୟାର୍ଡ ହବା ଦରକାର ଦବା ସମୟରେ ଯାହାକି ଇନଏକ୍ସପ୍ରେସିବଲ ଗିଫ୍ଟ ସେମାନଙ୍କୁ ଦେଇଛନ୍ତି। ଈଶ୍ୱରଙ୍କର ଅକଥନୀୟ ଦାନ ନିମନ୍ତେ ତାଙ୍କର ଧନ୍ୟବାଦ ହଉ ବୋଲି ଯାହା ଗୀତ ଶୁଣି କ୍ଷମା କରିବେ। ଦ୍ୱିତୀୟ କରନ୍ଥୀୟ 9:15 ଲେଖା ଯାଏ ତେଣୁ ଆଜି କମ୍ପାର କରିବା ପ୍ରଭୁ କେତେ ଦୂର ମୋତେ ଦେଇଛ, ମୁଁ କେତେ ଆଜି ଦେଇ ତୁମକୁ ଧନ୍ୟବାଦ ଦେଇପାରିବି ନାହିଁ। ଧନ୍ୟବାଦ ଏତେ ମୋତେ ଦେଇଛ ମୁଁ ଏକ୍ସପ୍ରେସ କରିପାରିବି ନାହିଁ। ତା ଭିତରେ ଆଜି କେମିତି ଧନ୍ୟବାଦ ଦେବା ପାଇଁ ମୁଁ ଆଜି ଠିଆ ହଉଛି। ଦିନେ ଶୈତାନର ଟ୍ରିକ୍ ଜଣେ କହୁଥିଲେ ଶୈତାନର 3ଟା ଟ୍ରାପ୍ ଅଛି। ପ୍ରଥମ ଟ୍ରାପ୍ ହଉଛି ସେ କହିବ ତୁ ନିଜେ ପରିଶ୍ରମ କରୁଛୁ, ତୋ ପାଇଁ ପ୍ରଭୁ କଣ କଲେ, ତୁ ଦେବାକୁ ପ୍ରସ୍ତୁତ ହେଇଛୁ। ଦ୍ୱିତୀୟ ସେ କହିବ କିଏ ବି ଦଉନାହାନ୍ତି, ତୁ କାହିଁକି ଦେବାକୁ ପ୍ରସ୍ତୁତ ଅଛୁ। ତୃତୀୟ ଟ୍ରାପ୍ ସେ ଆଣିବ ଆଉ ତାହା ହଉଛି ଅଳ୍ପ ଦେ, ବେଶୀ ଦେବା ଦରକାର ନାହିଁ, ଅଳ୍ପରେ ପ୍ରଭୁ ଖୁସି କରିହେବ। ତାକୁ ଷ୍ଟାଣ୍ଡାର୍ଡ ଆମେ କମାଇବା ପାଇଁ ଚେଷ୍ଟା କରୁ, ପ୍ରଭାବଶାଳୀକୁ ଧୀରେ ଧୀରେ ଆମେ କମାଇବା ଆରମ୍ଭ କରୁ। ଆଉ ଦୁଇଟା ସୁନ୍ଦର ଉଦାହରଣ ବି ଆଜି ଆମେ ଦେଇପାରିବା। ଅନେକ ସମୟରେ ବାର୍ଗେନିଂ କରିବା ପାଇଁ ଆମେ ଭୁଲି ଥାଉ। ଜଣେ ବ୍ୟକ୍ତିଙ୍କର ବିଷୟ ଜଣେ ଏକ୍ସାମ୍ପଲ ଦେଉଥିଲେ ଯେ ଗୋଟେ ଏକ୍ସାମ୍ପଲ ତାହା ଯେତେବେଳେ ଗୋଟେ ବାଘ ତାକୁ ଦୌଡ଼ାଇ ଆଣୁଛି, ଧାଇଲା ଚେଷ୍ଟା କରି ବହୁତ ବଡ ତାଳ ଗଛ ଥିଲା, ସେ ଗଛ ଉପରେ ସେ ଚଢିଦେଲା ପୁରା ଉପରେ। ବାଘ ସେଠି ଜମ୍ପ କରିବ ତ ଟିକେ ଉପରେ ଚାଲିଗଲା, ଯାଇକରି ସେଠି ବସିକି ସେ ପ୍ରାର୍ଥନା କରୁଛି ପ୍ରଭୁ ତୁମେ ଯଦି ମତେ ରକ୍ଷା କରିବ ମୋ ପାଇଁ ଗୋଟେ ଛେଳି ଦେଇଦେବି। ସେ କହିଲା ଜଗିଲା ତାପରେ ବାଘ ଚାଲି ଯାଇଛି। କି ସମୟ ଗୋଟେ ତଳକୁ ଟିକେ ଯେତେବେଳେ ଆସିଲା ସେତେବେଳେ ସେ କହୁଛି ପ୍ରଭୁ ମତେ ଛେଳି ଦେବା ପାଇଁ ତ ଏତେ ଅର୍ଥ ନାହିଁ, ଗୋଟେ କୁକୁଡ଼ା କିଣିବି ପ୍ରଭୁ। ସେ କହିଲା ଆଉ କିଛି ସମୟ ପରେ ଯେତେବେଳେ ସେ ଉପରୁ ଟିକେ ତଳକୁ ଆସୁଛି, ପ୍ରାୟ ପାଖାପାଖି ତଳକୁ ସେ ପାଦ ଦବ, ସେତେବେଳେ ସେ କହୁଛି ପ୍ରଭୁ କୁକୁଡ଼ା ମଧ୍ୟ ଦେବାକୁ ମୋର ପଇସା ନାହିଁ, ସକ୍ଷମତା ନାହିଁ, ମୁଁ ଗୋଟେ ଅଣ୍ଡା ପ୍ରଭୁ ଦେଇଦେବି। ତେଣୁ ସେ କହୁଥିଲେ ସେ ଅନେକ ସମୟରେ ଈଶ୍ୱରକୁ ବାର୍ଗେନିଂ କରିବା ପାଇଁ ଆମେ ଚେଷ୍ଟା କରିଥାଉ। ତେଣୁ ଏଇ ଅପସନକୁ ଚିନ୍ତା କରିବା ଦରକାର ଅଛି। ଆଉ ଭେରି ଇମ୍ପୋର୍ଟାଣ୍ଟ ଆଜି ମନେ ରଖିବା, ପୋଷ୍ଟପୋନ୍ କରିବା ନାହିଁ। ଆସନ୍ତା ଥର ଦେଲେ ହେବ ନାହିଁ, ଆସନ୍ତା ବର୍ଷ ଦେଲେ ହେବ ନାହିଁ, ଏ ବର୍ଷ ଏତିକିରେ ମ୍ୟାନେଜ କରିବା। ପୋଷ୍ଟପୋନ୍ଟା ସବୁବେଳେ କାଲି ହେଇକି ରହିଯିବ ଆଉ ଆମେ କେବେ ପୂରଣ କରିପାରିବା ନାହିଁ। ତେବେ ପୋଷ୍ଟପୋନ୍ କେବେ ଆମେ ରଖିବାନି। ଆଜି ଯାହା ପ୍ରଭୁ ଦେବା ପ୍ରସ୍ତୁତ ଅଛି ମୁଁ ଦେଇପାରିବି। ଏବେ ଆଉ ଗୋଟେ ପ୍ରଶ୍ନ ଆମେ ଯିବା, ହାଉ ଟୁ ଗିଭ୍। କେମିତି ଦେବା ପ୍ରସ୍ତୁତ ହେଉଛି। ପ୍ରଥମ ସେ ବର୍ଷ ସାରା ଦେବା ଅସାଧାରଣ ଫଳ। ଏଭ୍ରି 15 ପଦରେ ଲେଖାଯାଏ ଯେ 21 ପଦରେ ଲେଖାଯାଏ ଏଥିପାଇଁ ମୁଁ ଝିଅ ତିଆରି କରିଛୁ, ସେଭଳି ଆମର ଗୌରବ କରିପାରିବେ। ଅସାଧାରଣ ଫଳ ସବୁଦିନ। ଯେତେବେଳେ ଆମେ ଗୀତ ଗାଉଥିଲୁ ଅତି ଖୁସି ଲାଗିଲା, ଗୀତ ଦ୍ୱାରା ଆମେ ଈଶ୍ୱରକୁ ଗୌରବ ଦେଇପାରିବା, ସୁନ୍ଦର ବଳି ଆମେ ଈଶ୍ୱରକୁ ନିକଟରେ ରଖିପାରିବା। ଦ୍ୱିତୀୟ ହେଉଛି ମଲାକି 3:10 ଦେଖିଲୁ ବିଭିନ୍ନ ଦ୍ରବ୍ୟାଦି ଆମେ ଈଶ୍ୱରକୁ ଦେଇପାରିବା। ମଲାକି 3:10। ଆଉ ତୃତୀୟ ସବୁଠାରୁ ଇମ୍ପୋର୍ଟାଣ୍ଟ ଧନ୍ୟବାଦ ପର୍ବରେ ଆଜି ବୁଝିବା, ଫାର୍ଷ୍ଟ ନିଜକୁ ଆମେ ପ୍ରଭୁଙ୍କ ନିକଟରେ ଦେବା, ତାହା ପ୍ରଭୁ ଆମ ଜୀବନରେ ଯାହା। ଦ୍ୱିତୀୟ କରନ୍ଥୀୟ 8:5 ଦେଖିବେ ଆଉ ରୋମୀୟ 12:1 ଦେଖିବେ। ପ୍ରଭୁଙ୍କ ନିକଟରେ ପ୍ରଥମରେ ନିଜକୁ ସଜୀବ ପବିତ୍ର ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କରିବା। ତେବେ ପ୍ରଭୁ ଆମକୁ ପ୍ରିପେୟାର କରିବେ ଆମେ କେମିତି ଭାବରେ ପ୍ରଭୁ ଧନ୍ୟବାଦ ଦେବାକୁ ଠିଆ ହେଇପାରିବା। ଚିନ୍ତା ବିଚଳିତ ଦେଖି ତାପରେ କୁହାଯାଏ ତାହା କାହାକୁ ଆପଣ ଦେଇପାରିବେ। ପ୍ରଥମ ସେ କୁହାଗଲା ସ୍ଥାନୀୟ ମଣ୍ଡଳୀ ପାଇଁ ଆପଣଙ୍କର ଚିନ୍ତା ରହିବ, ଅନ୍ୟାନ୍ୟ ମଣ୍ଡଳୀ ପାଇଁ ଆମର ଚିନ୍ତା ରହିବ, ଯାହା ଗଣନା ପୁସ୍ତକ 28:21 ପଦରେ ଆମେ ଦେଖିବାକୁ ପାରିବା। ଦ୍ୱିତୀୟରେ କୁହାଯାଏ ଗରିବ ଦିନହୀନ ମାନଙ୍କ ପାଇଁ ଆମେ କେମିତି ଦେଇପାରିବା। ମାର୍ଚ୍ଚ 25:25 ପଦରେ ଯାହା ଆମେ ଦେଖିବାକୁ ପାଉଛୁ। ଆଉ ତୃତୀୟରେ ଆମେ ଦେଖିବା ସଂସାର ଓ ସାଧୁ ମାନଙ୍କ ପାଇଁ, ଯାହା ଦ୍ୱିତୀୟ କରନ୍ଥୀୟ 9:12 ପଦରେ ଲେଖାଯାଏ। କିଛି ଧନ୍ୟବାଦ ପର୍ବ ପାଳନ କରିବାକୁ ଯାଇଥିଲି, ସେତେବେଳେ ତାକୁ ବାଘ ଯେତେବେଳେ ଆଣିକି ସେ ଅର୍ଥ ଦେଲା, ସେଇ ସମୟରେ ଚିନ୍ତାଧାରା ଆଜି କିଛି ସମୟ ପରେ ଆପଣ ମାନଙ୍କୁ କହିବି। ତେବେ ଏହାର ବ୍ଲେସିଂ କଣ ଆମ ଜୀବନ ପାଇଁ ତାହା କହିବି। କିନ୍ତୁ ଡିସଆଡଭାଣ୍ଟେଜ ଅଫ ଗିଭିଂ ଯେଉଁମାନେ ଦେଉନାହାନ୍ତି, ଡିସଆଡଭାଣ୍ଟେଜ କଣ ଅଛି ସେଟା ଆମେ ପ୍ରଥମେ ଶୁଣିବା, ତାପରେ ବ୍ଲେସିଂ ଶୁଣିକି ଆଜି ଶେଷ କରିବା।
disadvantage or pratham hochi, you miss a very special way to worship God. स्पेशल way जो ईश्वरको हामी धन्यवाद देवा ପାଇଁ प्रस्तुत होछु ताहा हामी हराइ बसेमा जेतबेला हामी ईश्वरको दवा को हामी नदेवा द्वितीय विषयको चाहिँ more easily feel disconnect from your church. हामी चर्चबाट डिस्कनेक्ट ହେଇଯାଉଛୁ ସମସ୍ତେ ପ୍ରଭୁଙ୍କୁ ଦବା ପାଇଁ ସେମାନେ ଚାହାନ୍ତି ଯଦି ମୋ ହାତରେ ନାହିଁ ତାହେଲେ ମୋ ଜୀବନ ମୋତେ ପ୍ରସ୍ତୁତରେ ହେବେ ନାହିଁ। ତୃତୀୟ ବିଷୟ କୁହାଯାଏ ignore teaching of Bible. Bible teaching ଦୁଇଟି ଦବା ବିଷୟରେ ତାକୁ ଆମେ ଇଗ୍ନୋର କରୁଛୁ ବୋଲିକି ଆମେ ଚିନ୍ତା କରିପାରିବା। ତାପରେ କୁହାଯାଏ you will lose your blessing. ଆମେ ଈଶ୍ୱରଙ୍କର ଯୋଉ mandatory blessing ଗୁଡାକ ଆମ ପାଇଁ ଈଶ୍ୱର ଦେବାକୁ ଚାହାନ୍ତି ତାହା ମଧ୍ୟ ଆମେ ହରାଇବା। ସେଥିପାଇଁ ଜଣେ ଲେଖକ ଲେଖିଛନ୍ତି not giving tithe, ସତରେ tithe ଦେଉନାହାନ୍ତି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସେ କହୁଛନ୍ତି those window remain closed. ସେ window ଗୁଡାକ ଆମେ ୟୁଜ କରିକି ରଖିଛୁ ଈଶ୍ୱରଙ୍କ blessing ଆମେ ପାଇପାରିବା ନାହିଁ। ସେଥିପାଇଁ close ସେଟା ଦୋକାନ ଘର ସେଟା ଆମେ ବନ୍ଦ ଯଦି କରିବା ତାହେଲେ ସେ ଭିତରକୁ blessing ଯାଇପାରିବ ନାହିଁ। ତେଣୁ ଆମେ ତାହାକୁ ଖୋଲିବା ଦରକାର ଅଛି। ତେବେ ସନ୍ଧ୍ୟା ଦେବି ଆଜି ପ୍ରିୟ ମଣ୍ଡଳୀ ପ୍ରିୟ ପ୍ରଭୁଙ୍କର ସନ୍ତାନ ସନ୍ତତି ମନେ ରଖିବା ସେ ଋଣ ଦେବ କିନ୍ତୁ ଋଣ ନେବ ନାହିଁ। ଯାହା ଗୀତ ସଂହିତା 37 ପୂର୍ବ 25-26 ମଧ୍ୟରେ ଲେଖାଯାଏ ମୁଁ ଯିବା ସମୟରେ ଦେଖିଛି ଧାର୍ମିକ ଲୋକମାନେ ଯେଉଁମାନେ ପ୍ରଭୁଙ୍କ ସହିତ ବଞ୍ଚୁଛନ୍ତି ସେମାନେ ଖାଦ୍ୟ ଭିକ ମାଗନ୍ତି ନାହିଁ ବୋଲି ଲେଖାଯାଏ। ତାହା ସହିତ ବେଷ୍ଟ ବ୍ଲେସିଂ ଆଜି ଆମେ ମନେ ରଖିବା ଅଠାବନ ପର୍ବ 7-12 ଯଦି ଆମେ ଦେଖିବା ତାର ହିଲିଂ ବିଷୟକୁ ଲେଖାଯାଏ ଆତ୍ମିକ ଭାବରେ ଆଉ ଆୟୁବ ଏକ୍ସାମାଇନ୍ କରିଥିଲେ ଆଜି ମନେ ରଖିବା ମୁଁ ତାହାକୁ ନ ଦେଇ ଦୁଃଖ ଦେଇଛି ବୋଲି ଗୋଟେ ଲିଷ୍ଟ ସେ ବାହାର କଲେ 5ଟା ବିଷୟକୁ ସେ ଆଣିଲେ ମୁଁ କାହାକୁ ଯଦି ଦେଇ ନାହିଁ କାହାକୁ ଦୁଃଖ ଦେଇଛି ଆଉ ଏ ଦଣ୍ଡ ମୋର ହେଇଛି ଏ ସବୁ ବିଷୟକୁ ମୁଁ ଚିନ୍ତା କରିବା ପାଇଁ ଚାହେଁ ବୋଲି ଆଇବ ପୁସ୍ତକରେ ଆମେ ଦେଖିବାକୁ ପାଇବା। ହିଲିଂ ପ୍ରଭୁ ଆମକୁ ଦେବେ ଯେତେବେଳେ ଦିନମାନ ପାଇଁ ଆମେ ଚିନ୍ତା କରିବା କିନ୍ତୁ ଚିନ୍ତା 41 ପର୍ବ 1-3 ଯଦି ପଢ଼ିବେ ବାକ୍ୟ ଲେଖାଯାଏ ଦାନଶୀଳ ପ୍ରାଣ ପରିତୃପ୍ତ ଏବଂ ଈଶ୍ୱରକୁ ପରିତୃପ୍ତ କରିବେ। ଆଉ ଶେଷ ବିଷୟ ଦେଖିବା ଆଜି ଆମେ ଦେଖିଲୁ ସେ ଡାକିବ ଆମେ ତାର ପ୍ରାର୍ଥନା ଶୁଣିବା 15 ପଦରେ ଲେଖାଯାଏ ପୁଣି ସବୁରେ ଆମକୁ ଡାକ ଆମେ ତୁମକୁ ଉଦ୍ଧାର କରିବା ଆଉ ତୁମେ ଆମର ମହିମା ପ୍ରକାଶ ଆଉ ଥରେ ତୁମେ ମାନତ ନେଇକି ପ୍ରଭୁଙ୍କ ନିକଟରେ ରଖିବ ପ୍ରଭୁ ମତେ ତୁମେ ସାହାଯ୍ୟ କର ଉଦ୍ଧାର କର। ଏଇଟା ହଉଛି ଗୋଟେ ସାଇକେଲ ଆଜି ଆମେ ବୁଝିପାରିବା ଆମର ଜୀବନର ଗୋଟେ ସାଇକେଲ ଯେ ଆମେ ଦେଇଛୁ ଆମେ ପାଇଛୁ ଆଉ ଥରେ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେଇପାରିବା। ଏବେ ଲାଷ୍ଟ ବିଷୟ କହିଲେ ଆଡଭାଣ୍ଟେଜ ଅଫ ଗିଭିଂ ତାହାର ଆଡଭାଣ୍ଟେଜ କଣ ଅଛି ତାହା ଆମେ ଶୁଣିବା ଆପଣମାନେ ପରେ ପଢିପାରିବେ ଯାହା ଦ୍ୱିତୀୟ କରନ୍ଥୀୟ 9 ପର୍ବକୁ ଆପଣ ଯଦି ସେଇ ଅଂଶରେ ସେ ବିଷୟକୁ ଲେଖା ଦ୍ୱିତୀୟ କରନ୍ଥୀୟ 9 ଯଦି ଆମେ ଦେଖିବା ପ୍ରଥମ ସ୍ଥାନରେ ଦେଖିବା ଯେ we honor our God responsive giving ଯାହା ଆମେ ପ୍ରଭୁଙ୍କୁ ଦେଉଛୁ। ଦ୍ୱିତୀୟ କଥା କୁହାଯାଏ when we give we will have all we need ଯାହା ଦ୍ୱିତୀୟ କରନ୍ଥୀୟ 9:8 ଯେତେବେଳେ ଆମେ ଦେଉ ଈଶ୍ୱର ଆମକୁ ଆହୁରି ଆଶୀର୍ବାଦ ଦେବାକୁ ଚାହାନ୍ତି। ସେଥିପାଇଁ ଆମେ ପ୍ରାୟୋରିଟି ଦେବା ଈଶ୍ୱରକୁ ପ୍ରଥମରେ ଦେବା ପାଇଁ ଟେକ୍ସ କେୟାର ଅଫ ଦ ରେଷ୍ଟ ବୋଲିକି ଦେଖାଯାଉଛି। ତୃତୀୟ କଥା ଆଜି ଆମେ ବୁଝିବା we bless others ଆମେ ଏହା ଦେଇ ଅନ୍ୟମାନଙ୍କୁ ଆଶୀର୍ବାଦ ଦେବା ପାଇଁ ଚାହୁଁଛୁ। giving towards God always bless others ଅନ୍ୟକୁ ଯୋଉ ଈଶ୍ୱର ଆଶୀର୍ବାଦ ଦେବାକୁ ଚାହାନ୍ତି ଆମେ ସେ ମାଧ୍ୟମ ହଉଛୁ ଅନ୍ୟମାନଙ୍କୁ ବ୍ଲେସିଂ ଦେବା ପାଇଁ ଆମେ ପାର୍ଟିସିପେଟ କରୁଛୁ ଈଶ୍ୱରଙ୍କୁ ଦେବାର କାର୍ଯ୍ୟରେ। ତୃତୀୟରେ ଲେଖାଯାଏ to be more and more charities ଆମ ଜୀବନରେ ଅଧିକ ଉଦାରବାଦୀ ହେବା ପାଇଁ ପ୍ରଭୁ ଆମକୁ ଶିଖାଉଛନ୍ତି ଗୋଟେ ଷ୍ଟିୱାର୍ଡସିପର ଗୋଟେ ଜୀବନ। ଦ୍ୱିତୀୟ କରନ୍ଥୀୟ 9:10-11 ମଧ୍ୟରେ ଆମେ ଦେଖିବାକୁ ପାଇବା। and ବହୁତ ବଢିଆ ଲେଖାଯାଇଛି God will trust us more ଈଶ୍ୱର ସେତେବେଳେ ବହୁତ ଭାବରେ ଆମ ଉପରେ ଟ୍ରଷ୍ଟ କରିବା ଆରମ୍ଭ କରିବେ। ଚତୁର୍ଥ ବିଷୟ କୁହାଯାଏ people will be thankful to you ଈଶ୍ୱରଙ୍କ ପାଖରେ ତୁମ ପାଇଁ ସେମାନେ ଧନ୍ୟବାଦ ଦେବେ। ଦ୍ୱିତୀୟ କରନ୍ଥୀୟ 9:11-12 ମଧ୍ୟରେ ଆମେ ଦେଖିବାକୁ ପାଇବା। ସମସ୍ତ ଲାଇଫ ଆମେ ବେଟର ଲାଇଫ ପାଇଁ ଅନ୍ୟକୁ ଆମେ ହେଲ୍ପ କରୁଛୁ ସେଇ ସମୟରେ। ତାପରେ ପଞ୍ଚମ ବିଷୟ କୁହାଯାଏ people will turn to Jesus and respond to the gospel। ଆମେ ଯେତେବେଳେ ଲୋକମାନଙ୍କ ପାଇଁ ଚିନ୍ତା କରିବୁ
ଜାଣିବାର ସୁଯୋଗ ସେମାନେ ପାଇପାରିବେ। ପ୍ରଭୁଙ୍କର ଲୋକମାନେ କିଭଳି ଭାବରେ ଆମ ପାଇଁ ଆଶୀର୍ବାଦ ସେମାନେ ଆଣୁଛନ୍ତି। Your giving is directly tied to your testimony. ତୋ testimony ସହିତ ତାହା ଜଡ଼ିତ ଅଛି ବୋଲି ସେ ଲେଖନ୍ତି। Reflect the generous heart of God. ଈଶ୍ୱରର ଯୋଉ ହୃଦୟ ଅଛି ତାହାକୁ ଆମେ ଦେବା ଦ୍ୱାରା ପ୍ରକାଶ କରୁଛୁ। ଷଷ୍ଠ ବିଷୟ ଲେଖାଯାଏ, people will pray for you. ଦେଖନ୍ତୁ କେତେ ସୁନ୍ଦର ବିଷୟ। ଦ୍ୱିତୀୟ କରିନ୍ଥୀୟ 9:14 ଲେଖାଯାଏ, ଆମେ ଯେତେବେଳେ ଦେବା ଲୋକମାନେ ଆମ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିବେ। ତାପରେ ଲାଷ୍ଟ ବିଷୟ କହିବି, 5 benefits of giving. 5ଟା blessing ଆମେ ଲାଷ୍ଟରେ ରିସିଭ୍ କରୁଛୁ। It brings order to your life and finance. ଆମର ଫାଇନାନ୍ସ ଗୋଟେ ଅର୍ଡର ତାହା ଆଣୁଛି, ଡିସିପ୍ଲିନ୍ ଆଣୁଛି। Demonstrate that God has first place in your life. ଯେତେବେଳେ ଆମେ ଦଉଛୁ first place ଈଶ୍ୱର ଆମ ଜୀବନରେ ଦଉଛନ୍ତି। Strengthen our faith. ଆମର ବିଶ୍ୱାସ ଆହୁରି ପ୍ରଭୁ ବଢାଉଛନ୍ତି। It remind that you are not in control but God control. ଏ ଜାଗାରେ ଲେଖାଯାଏ ଯେ ଈଶ୍ୱର ଆମ ଜୀବନକୁ କଣ୍ଟ୍ରୋଲ କରୁଛନ୍ତି। ତାପରେ ଲେଖାଯାଏ, you become idol for your children. ଆମର ପୁଅ ଜୀବନରେ ମଧ୍ୟ ଆମେ ଗୋଟେ ଆଦର୍ଶ ହେଇଯାଉଛି ଯେତେବେଳେ ଆମେ ଦେବା ଆରମ୍ଭ କରୁଛୁ। ତାହେଲେ ବହୁତ ଧନ୍ୟବାଦ ପର୍ବରେ ଯେତେବେଳେ ତା ବାପା ନେଇକି ଦେଲା, ସେ ପୁଅ ଗଲା ତା ବାପା ପାଖରେ କହିଲା, ସେ ମୋତେ ବି ଦିଅ, ମୁଁ ବି ଯାଇକି ଦାନ ଦେବି। ବାପା ମାଆକୁ ଦେବା ଦେଖି ସେ ବି ପଇସା ମାଗିଲା। ଆଉ ସେତେବେଳେ ତା ବାବା ଆସି କହିଲେ, ଦେଖନ୍ତୁ ଆଜ୍ଞା, ମୁଁ ତ କିନ୍ତୁ ପୁଅ ବି ଦେବା ପାଇଁ ସେ ପ୍ରସ୍ତୁତ ଥିଲା। ସାନ ପୁଅ 6 କି 7 ବର୍ଷ ହବ ତାର। ତେଣୁ ଆମେ ସେତେବେଳେ ଦଉଛୁ, ଆମେ ଗୋଟେ ସୁନ୍ଦର ଏକ୍ସାମ୍ପଲ ପ୍ରଭୁଙ୍କ ପାଇଁ କହୁଛୁ, which is the biblical stewardship looks like. ଆମର biblical stewardship କେମିତି ରହିବା ଦରକାର, ଏ ଭାବରେ ଆମେ ପ୍ରକାଶ କରିପାରିବା। ତେବେ ଲାଷ୍ଟ ଗୋଟେ କୋଟେସନ ଆମେ ଶେଷ କରିବା, ପ୍ରଭୁଙ୍କର ବାକ୍ୟ give and you will be given. ଯଦି ଆମେ ଦେବା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସମୟ ହଉ, ଯାହା ବି ଆମେ ଈଶ୍ୱରକୁ ଦେବା, you will be given, you will be rewarded. ଈଶ୍ୱର ଆମକୁ ଆଶୀର୍ବାଦ ଦେବା, ଈଶ୍ୱର ବାଟନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ଏ ପବିତ୍ର ଚିନ୍ତାଧାରା ଦେଇ ଅନୁଭୂତି ଶକ୍ତି ଦେଇ ଏ ବର୍ଷ ଉପଯୁକ୍ତ